ଆସନ୍ତୁ ଜାଣିବା ଡାଇବେଟିସ୍ ହେଲେ ଏଲର୍ଜି କେମିତି ହୁଏ। ଡାଇବେଟିସ୍ ଓ ଏଲର୍ଜି ଉଭୟ ପରିପୂରକ। କେମିତି? ଡାଇବେଟିସ୍ ହେଲା ପରେ ଭେନସରେ ବ୍ଲଡ଼ ସୁଗାର ଲେବୁଲ ପରିମାଣ ବଢ଼ିଯାଏ। ଭେନସରେ ଥିବା ବ୍ଲଡ଼ ଆଉ ସେ ସୁଗାରକୁ ଡାଇଲ୍ୟୁଟ୍ କରିବା ପାଇଁ ସେ କ'ଣ କରେ ନା ଯେଉଁ ଭେନ୍ର ଚାରିପାଖେ ଯେଉଁ ଜଳ ଅଛି ସ୍କିନ୍ରୁ ପାଣି ନେଇ ଆସେ। ପାଣି ଆଣିଲା ଦ୍ୱାରା ଯାହା ହବା ସ୍କିନ୍ ପାଣି ଶୁଖିଯାଏ, ଆଉ ସ୍କିନ୍ ଶୁଖିଲା ପରେ ସେଇଟାକୁ ଏଲର୍ଜି ହୁଏ। ଏଇଭଳି ଆମକୁ କ'ଣ ହୁଏ ନା ସାଧାରଣତଃ ଦେହ ହାତ କୁଣ୍ଡେଇ ହୁଏ, କୁଣ୍ଡେଇକି ଘା ଭଳିଆ ହେଇଯାଏ। ଆମେ ଜାଣୁ କାହିଁକି ହେଉଛି, ବ୍ଲଡ଼ ପରୀକ୍ଷା କଲେ ଆମେ ଦେଖାଯାଏ ଯେ ବ୍ଲଡ଼ ସୁଗାର ଅଧିକା ଅଛି। ଏଥିରୁ ଆମେ ଜାଣୁଛେ ଯେ ବ୍ଲଡ଼ ସୁଗାର ଅଧିକା ହେଲେ ଏଲର୍ଜି ମଧ୍ୟ ହୁଏ। ଆଉ ବ୍ଲଡ଼ ସୁଗାର, ଏଲର୍ଜି ବା କୁଣ୍ଡିଆ ଉଭୟ ପରିପୂରକ। ନେକ୍ସଟ ଭିଡ଼ିଓ ଆମେ ଦେଖିବା ବ୍ଲଡ଼ ସୁଗାର ଅଧିକା ହେଲେ ଆଉ କ'ଣ ହେଇପାରେ। ସେଇ ଭିଡ଼ିଓ ପାଇଁ ଅପେକ୍ଷା କରି ରହିଥାନ୍ତୁ। ଥ୍ୟାଙ୍କ ୟୁ।